ଖଳନାୟକ ଭଳିଆ ଅନେଇଛନ୍ତି। ଭାଇ ମଉସା ପୁରା ଖଳନାୟକ ଭଳିଆ ଅନେଇଛନ୍ତି। ହଉ ଦେଖନ୍ତୁ ମୋ ପେଟ ଟିକେ ସୁନ୍ଦର ଆଉ କିଚେନ ବି ପୁରା ସଫା ହେଇଯାଇଛି। ବିରିୟାନୀ ହବ ଆଜି ଆଉ ଆମର ସବୁ କିଛି ପୁରା ରେଡି ଅଲ୍ ସେଟ୍। ଏ ସବୁ ସଫା ମୁଁ କରିଛି ଦୋ ଆମର ଆସୁଛନ୍ତି ବଟ୍ ଟିକେ ଅସନା ଥିଲା ତ ମୁଁ ଭାବିଲି ଟିକେ ସଫା କରିବା। ତ ସବୁ ରେଡି ହେଇକି ଅଛି। ମଉସା ଖାଲି ଆସିକି ଖେଳ କରିବେ ବଟ୍ ମତେ ବି ଟିକେ ଯିବାକୁ ପଡ଼ିବ ଚିକେନ୍ ଆଣିବାକୁ। ଚିକେନ୍ ନାହିଁ ନା କ'ଣ କହୁଛନ୍ତି ମଉସା? ଚିକେନ୍ ଆଣିବାକୁ ଯିବାକୁ ପଡ଼ିବ ମତେ? କିଛି କହିବେ ମଉସା ଆପଣ? କିଛି କହିବେନି? ଖାଉଛନ୍ତି ଆପଣ? ଠିକ୍ ଅଛି ଖାଇଦିଅନ୍ତୁ। ମଉସା ନିଅନ୍ତୁ ଚିକେନ୍। ଚିକେନ୍ ଦହି ଆଉ ଧନିଆ ପତ୍ର। ମଉସା କ'ଣ କ'ଣ ଆପଣଙ୍କ ହେଲା ତାହେଲେ? ଭାତ ବସିଛି। ଭାତ ବସିଛି ଅରୁଆ ଭାତ ନା କ'ଣ? ତାପରେ ଏଗୁଡ଼ା ସବୁ ପଡ଼ିନି? ଧନିଆ ଏଗୁଡ଼ା ସବୁ ପଡ଼ିଯାଇଛି? ଏବେ ପକେଇବେ। ଆଉ କ'ଣ ପକେଇଲେ? ମସଲା ମଉସା ଆପଣ ପୁରା ୟୁଟ୍ୟୁବରେ ଆସୁଛନ୍ତି ବୁଝିଲେ? ଏଗୁଡ଼ା ସବୁ ପକା ହବ। ପୁଦିନା ପତ୍ର ଲୁଣ ଏଗୁଡ଼ା ସବୁ ପଡ଼ିଗଲା। ଦେଖେଇଲେ ଟିକେ ନ ଦେଖେଇଲେ ଖୋଲି। ଓକେ ଆଉ ଚାଉଳ? ହଁ ଚାଉଳ ପଡ଼ିଯାଇଛି। ଆଉ ତେଲ ଫେଲ କ'ଣ ପକାନ୍ତି ଆଉ କ'ଣ ନ ଇଏ କରିବା ପାଇଁ ଲାଖିବା ପାଇଁ? ତେଲ ଦରକାର ନାହିଁ? ଓକେ କଲେ ବଟାରେ କରିବେ। ଆଜି ଆସିଛି 1.5 କିଲୋ ଚିକେନ୍। ଟିକେ ଅଧିକ ଚିକେନ୍ ବିରିୟାନୀ ହବ ଆଜି କାହିଁକି ନା ସାଙ୍ଗମାନେ ଆସୁଛନ୍ତି। ସାଙ୍ଗମାନେ ମାନେ ଗୋଟେ ଆସିଛି ସାଙ୍ଗଟେ ଓଡ଼ିଶାରୁ ଆସିଛି, ତା ନାଁ ହେଉଛି ଜ୍ୟୋତି। ଆଉ ପାଖ ସାଙ୍ଗ ଅଛନ୍ତି କିଷାନ ଆଉ ଲିପି, ସେମାନେ ଆସିବେ। ତ 4 ଜଣ ଆଉ ମଉସା ବି ଖାଇବେ। ଆଉ କାଲି ଆମେ ପୁଣି ଖାଇବୁ। ତ ସେମିତି ପ୍ଲାନ୍ କରିକି ଗୋଟେ 1.5 କେଜି ଆସିଛି ଆଉ। ମଉସା ଆପଣ ସେଟା କ'ଣ କରୁଛନ୍ତି? ଅଦା ରସୁଣ ପେଷ୍ଟ କରିଦେଇଛନ୍ତି ତାର? ଆଉ ପୁଣି କ'ଣ ପେଷ୍ଟ ହବ? ଧନିଆ ପୁଦିନା ପେଷ୍ଟ ହବ ନାଇଁ? ଓ ଠିକ୍ ଅଛି। କଟ୍ କରିକି ପକେଇ ହବ। ଯେତେବେଳେ ଚିକେନ୍ ତେଲେ କଷା କରିବାକୁ କହୁଛନ୍ତି ଦମ୍ ଦେଲା ବେଳେ। ଆପଣ ଦେଖିବେ ଆଜି ସମସ୍ତ ଦର୍ଶକମାନେ ଦେଖିବେ କେମିତି କ'ଣ ହେଉଛି ବିରିୟାନୀଟେ। ଆଉ ଏଇ ବିରିୟାନୀ ବ୍ଲଗ୍ଟି କରିବାର କାରଣ ହେଉଛି କାରଣ ମଉସା ବହୁତ ବଢ଼ିଆ ବିରିୟାନୀ ବନାନ୍ତି। ବାଙ୍ଗାଲୋରରେ ମତେ କୋଉ ବିରିୟାନୀ ଆଉ ଭଲ ଲାଗୁନି। ମାନେ ନା ମେଘନା ବିରିୟାନୀ ଭଲ ଲାଗୁଛି, ନା କୀର୍ତ୍ତୁଙ୍ଗା, ନା ମନୀଷ, ନା ଯାହା ବି ବଡ଼ ବଡ଼ ବ୍ରାଣ୍ଡ ଯେଉଁ ଅଛି କିଛି ବିରିୟାନୀ ମତେ ଭଲ ଲାଗୁନି। କାରଣ ଏଇଟା ବହୁତ ହାଇଜେନିକ୍ ଆଉ ପେଟକୁ ବହୁତ ସୁନ୍ଦର ଲାଗୁଛି। ଆଉ ଅଏଲ୍ ଫ୍ରି କହିପାରିବା ଆମେ। ବହୁତ କମ୍ ଅଏଲ୍ରେ ମଉସା କରନ୍ତି, ବହୁତ ବଢ଼ିଆ କରନ୍ତି। ତ ଏବେ କ'ଣ ଚାଲିଛି ମଉସା ତାହେଲେ? ପିଆଜ କାଟିବେ, ଚିକେନ୍ କଷା ହବ, ତାପରେ ତାକୁ ଦମ୍ ଦିଆହବ ନା କ'ଣ? ଠିକ୍ ଅଛି। ବର୍ତ୍ତମାନ ଚିକେନ୍ଟା ଧୁଆ ହେଇଯାଇଛି ଆଉ ପିଆଜ ବି କଟା ହେଇଛି, ଆପଣ ଦେଖୁଥିବେ। ତ ମୋ ସାଥିରେ କ'ଣ କ'ଣ ପକେଇଲେ? ଏଇଟା ଆକ୍ଚୁଆଲି କ'ଣ ମ୍ୟାରିନେଟ୍ ଆଗରୁ କରିବା କଥା 20 ମିନିଟ୍ ପୂର୍ବରୁ ନା କ'ଣ? ହଁ ଆଗରୁ କରିବା କଥା ଟିକେ। ତ ଏଥର କ'ଣ କ'ଣ ପକେଇଛନ୍ତି? ଦହି ଲୁଣ ହଳଦୀ। ଦହି ଲୁଣ ହଳଦୀ ଆଉ କ'ଣ? ଦହି ଲୁଣ ବେଶୀ, ହଳଦୀ ଟିକେ ଅଳ୍ପ। ଠିକ୍ ଅଛି। ତାପରେ ତ ଗୋଟେ ଗୋଳା ହେଇଯିବ ନା କ'ଣ? ଗୋଳା ହେଇକି ଆକ୍ଚୁଆଲି ରଖିଦେବା କଥା ଫ୍ରିଜ୍ରେ 20 ମିନିଟ୍। ଓକେ ଏ ଭାତ ଚାଲିଛି, ତ ଆମେ ଟିକେ ଗୋଳାଗୋଳି କରିଦେବା। ତାପରେ ଆପଣମାନଙ୍କୁ ଦେଖାଉଛି କ'ଣ କେମିତି ହେଉଛି। ଏଇଟା ମୋ ସାଙ୍ଗେ ସିକ୍ରେଟ୍ ମସଲାଟା କହିବାକୁ ଚାହୁଁନଥିଲେ, ଜବରଦସ୍ତି ତାଙ୍କୁ ମୁଁ ମାନେ କରେଇଛି। ଏଇଟା କ'ଣଟେ? ଜାଇ ଫଳ। ହଁ ଜାଇ ଫଳ ଟିକେ ନାକୁ ଘୋରିକି ପକା ହେଉଛି, ତାର କିଛି ଗୋଟେ ବାସ୍ନା ଆସିବ। ଏଇଟା ସିକ୍ରେଟ୍ ମସଲାଟା ଥିଲା, ମଉସା ଚାହୁଁନଥିଲେ ରିଭିଲ୍ କରିବା ପାଇଁ, ଜବରଦସ୍ତି ତା ରିଭିଲ୍ କରାହେଇଛି।
ମଶା ଦୁଃଖୀ ଦୁଃଖୀ ଲାଗୁଛନ୍ତି ଆପଣ? ହଉ ଆଉ କିଛି ପଡ଼ିବାର ଅଛି କି? ଓକେ ଠିକ୍ ଅଛି, ଆକୁ ଟିକେ ଗୋଳେଇ ଦେବା ଆଉ। ଏପଟେ ଇଏ ଚାଲିଛି ତ ମୋ ସାଙ୍ଗର ଏଇଟା ଭାତ ହେଇଯାଇଛି ଏବେ। ଭାତ ଏଇଟା କେତେ 70% ଭାତ ହେବା ଦରକାର ନା କେତେ? 70%? ଓକେ ଆମେ ଗୋଳେଇ ଦେବା। ଖେଳି ଟିକେ ମଉସା କ'ଣ ହେଇଛି? ଭାତ ଟିକେ କମ୍ ଲାଗୁଛି, ଆଉ ଟିକେ ବସେଇବେ ନା କ'ଣ? ହଉ ଭାତ ଟିକେ କମ୍ ଲାଗୁଛି, ମାନେ ଆଉ ଟିକେ ବସିବ ଆଉ। ଚିକେନ୍ ଆପଣ ଦେଖିପାରୁଥିବେ ଏଠି ଆମର ମ୍ୟାରିନେଟ୍ ହେବା କଥା, ବଟ୍ ଆମେ ଲେଟ୍ କରିଦେଲୁ ଯେହେତୁ ମ୍ୟାରିନେଟ୍ ହିଁ ସେମିତି ଖାଲି ଗୋଳେଇ ଖେଳି ଦେଇଛୁ। ଯେହେତୁ ଆମର ଭାତ ଟିକେ କମ୍ ଲାଗିଲା ମୋ ସାଙ୍ଗ, ଆଉ ଟିକେ ଭାତ ଗୋଟେ ଜାଗାରେ ବସା ହେଉଛି। ଏଇଟା ଆମର ବଡ଼ କଡ଼େଇ, ସରି ଏଇଟା ବଡ଼ ଡେକ୍ଚି, ସେଇଟା ଆମର ଛୋଟ ଡେକ୍ଚି ଯେଉଁଥିରେ କି ଆମର ରେଗୁଲାର ଭାତ ହୁଏ। ଯେହେତୁ ଏଇଟା ପାର୍ଟି ଟାଇମ୍ ସେଥିପାଇଁ ଏଥିରେ ବଡ଼ଟାରେ ହେଉଛି। ତାହେଲେ ମୋ ସାର୍ ପୁରା 1 କେଜି ଚାଉଳଟା ପଡ଼ିଲା ନା କ'ଣ? ହଉ କ'ଣ କହିଲେ? କିଲେ ଚାଉଳ କିଲେ ଚିକେନ୍, ଠିକ୍ ଅଛି। ସେହି ପ୍ରୋସେସ୍ରେ ବର୍ତ୍ତମାନ ଚାଉଳଟି ପଡ଼ିଛି, ଭାତଟି ହେବ। ଆମର ଏବେ ଆରମ୍ଭ ହେଇଯାଇଛି ଚିକେନ୍ କଷା ଯେଉଁଟା ହେବ, ଯେଉଁଟା ଦମ୍ ଦିଆ ହେବ ପରେ ଚିକେନ୍ କଷା, ତା'ର ପ୍ରାୟ ପ୍ରୋସେସ୍ଟା ଆରମ୍ଭ ହେଇଯାଇଛି। ହଁ ଠିକ୍ ଅଛି। ଆପଣ ଇଏ ରିଫାଇନ୍ ତେଲରେ କ'ଣ କଲେ? ସୋରିଷ ତେଲରେ କରନ୍ତିନି? ସୋରିଷ ତେଲଟା ହେବନି, ରିଫାଇନ୍ ତେଲରେ ଭଲ ଲାଗିବ। ଆଳୁ ପକେଇବା ନା, ପୁରା ଆମର ବେଙ୍ଗଲୀ ଷ୍ଟାଇଲ୍ ହେବ। ନୂଆ ଆଳୁ ଆଣିଛି ବା, ଥୁଆ ହେଇଛି ଏଥିରେ। ନାଇଁ ନାଇଁ ଠିକ୍ ଠିକ୍। ଚାଲନ୍ତୁ ଦେଖିବା କ'ଣ ପାଗ ହେଇଛି ବାଙ୍ଗାଲୋରରେ ବର୍ତ୍ତମାନ। ବର୍ତ୍ତମାନ ସମୟ ହେଇଛି ଆରାଉଣ୍ଡ 7ଟା 7:30 ହେଇଛି। ସୁଲସୁଲିଆ ପବନ। ଏଇଟା ହେଉଛି ଆମର ବିଲ୍ଡିଂ ବାହାର ଜାଗାଟା, ଏମିତି ଜାଗାଟା ହେଇଛି। ଏଇଟା ଆମର ବାଲକନି। ସବୁ କିଛି ଦେଖିଲେ ଟିକେ ଦେଖିବେ ଟିକେ କି ଠାକୁରଙ୍କୁ ଟିକେ ଦେଖିଦିଅନ୍ତୁ ଟିକେ। जस्ट पूजा करते पियाज पड़ी एटा कौन गोटे कले कि कहले कलर बना जो बीट टा को चोटा कर कलर गोटे माने केसर कलर टा आने प्रयास चलते ना कौन किसी अबाया लगे तो এটা এক্সপেরিমেন্ট করছেন আপনি? এক্সপেরিমেন্ট করব না এই কলর আমি কলর ইউজ করছি আমি প্র্যাকটিক্যাল কলর স্টাফ ঠিক আছে আপনি যা করছেন আলু ফ্রাই করি পকাই দিছেন না আলু ফ্রাই করি পকাইছেন আর কোন এটা কোন মেথি কসুরি মেথি তো ইয়ে বর্তমান আছে কোন রাইতা হওয়া পাই কাকুড়ি আর পিয়াজ আর লঙ্কা ধনিয়া পত্র কটা হব आगुरी काटिक थोड़ी मूसा करुँच पिज चली मूसा कौन सब काटी कुटी देले कि यहाँ राइता कटाई एमती थुआ यहाँ कौन पानी पड़े बोली ओके कूल तो दर्शक मैंने आप जो मैंने बैंगलोर अच्छा जो मानू दरकार कुक दरकार तो आमर मौसा भल कुक करती और सांग मैंने बहुत अच्छा आम रोचु बर्तमान मुने कलाला माराथली रे बट माने माने पूरा संघ गोटे अच्छी पूरा लोक दे पारे रोषया जोगे पारे आई थिंक बहुत सारा जगह को लेकिन जोगे पारे आपण मैंने कांटेक्ट करें आपण ये जो वीडियो ब्लॉग डिस्क्रिप्शन में मौसा नंबर लिखिदेवी आप कांटेक्ट करें मौसा हुए तो मौसा भी जापर तो आपण घर को रोषे करने काम करने
ଆଉ ନହେଲେ ସିଏ ବି ଆଉ ଅଲଗା କିଛି ରୋଷେଇଆ ଯୋଗେଇ ଦେଇପାରିବେ। କଣ କହିଲେ? ପାର୍ଟି ପାର୍ଟି ହଁ ଆବସଲ୍ୟୁଟଲି ପାର୍ଟି ବି ଯଦି ଆପଣମାନେ କିଛି ଚାହୁଁଛନ୍ତି ଯେମିତିକି ବେଳେ ବେଳେ ମାସିକିଆ ଗୋଟେ ଗୋଟେ ପାର୍ଟି ହୁଏ ପିଲାଙ୍କର ବ୍ୟାଚଲର ପିଲାଙ୍କର ହଉ କି ମ୍ୟାରିଡ୍ ଲୋକଙ୍କର ହଉ କି ଯାହା ବି ଗୋଟେ ପାର୍ଟି ହୁଏ ତ ପାର୍ଟି ବି ମଉସା ସବୁ ମାନେ ରୋଷେଇ କରିପାରିବେ। ପାର୍ଟି ଆପଣ ଯଦି ବଡ କିଛି ପାର୍ଟି ରଖୁଛନ୍ତି ଯେମିତି ବିରିୟାନୀ ଫିରିୟାନୀ ହେଇଗଲା ବହୁତ ସାରା ରୁଟି ଫୁଟି ବନାଉଛନ୍ତି ଆପଣ ଏକୁଟିଆ ବନେଇ ପାରିବେନି ତ ଇଏ ସବୁ ମଉସା ବି କରିଦେଇପାରିବେ। ତାଙ୍କ ପାଖରେ ପୁରା ଡିସ୍ ଫିସ୍ ସବୁ ଅଛି ଆପଣମାନଙ୍କୁ କିଛି ଅସୁବିଧା ହବ ନାହିଁ। ମୁଁ ଆପଣଙ୍କୁ ଡେସ୍କ୍ରିପସନରେ ସବୁ ଲେଖିଦେବି। ଏବେ ବର୍ତ୍ତମାନ ଆମର ସାଙ୍ଗଟି ଆସିଯାଇଛି ଯିଏକି ଓଡ଼ିଶାରୁ ଆସିଛି। ସେ ରହୁଥିଲା ବାଙ୍ଗାଲୋର ଏବେ ସେ TCS ରେ କାମ କରୁଛି। ଆପଣ ଦେଖିଛନ୍ତି ଏଇ ଲୋକଟା ଓ ମାଇ ଗଡ୍ କଣ ହଠାତ୍ କିନା ପଳେଇଲ ଓଡ଼ିଶାରୁ ବାଙ୍ଗାଲୋର କିଛି ବୁଝିପାରିଲିନି ତମ କାରଣଟେ କିଛି କହିବେନି? ପଦେ କହ ଟିକେ ପଦେ କହ ମତେ ଦେଖିବାକୁ ଇଚ୍ଛା ହେଲା। ତୁ ଏତେ ଭଲ ପାଉଛୁ ମତେ ସତରେ? ଓ ସତରେ ପଇସା ଉଠିଗଲା ମାନେ ତାହେଲେ ତୁ ତାହେଲେ ମିଛ ତାହେଲେ କହିଲି ତାହେଲେ ଆଉ କଣ ମିଛ କହିଥିଲେ ଭାବିକି କହିଥାନ୍ତି ସତ କହିଲେ ବୋଲି ଡାଇରେକ୍ଟ ବାହାରିଗଲା। ହଁ ତ ବର୍ତ୍ତମାନ ଆପଣମାନେ ଦେଖୁଥିବେ ଆମର ଜଷ୍ଟ ଜ୍ୟୋତି ଆସି ପହଞ୍ଚିଯାଇଛି। ବଟ୍ ଆମେ ଦେଖିବା କଣ ନୂଆ ଜିନିଷ କରୁଛନ୍ତି ମଉସା ପକେଇଲେ। କଣ ପକେଇଲେ ମଉସା? କିଛି ମସଲା ପକେଇଲେ କି? ଅଦା ରସୁଣ ପେଷ୍ଟ ପକେଇଲେ। ଗୋଟେ କିଛି ଜିନିଷ ମିସ୍ ହେଇଗଲା। ଆପଣ କଣ ପକେଇଥିଲେ? ଅଦା ରସୁଣ ପେଷ୍ଟ ପକେଇଥିଲେ ଯେମିତି ଚିକେନରେ ଯେମିତି ହୁଏ ନା କଣ? ନା କଣ ପଦେ ଟିକେ କୁହନ୍ତୁ ମଉସା ଆପଣଙ୍କ ପାଟିରୁ କିଛି ଶୁଣିବାନି। ଲଙ୍କା ଗୁଣ୍ଡ ଧନିଆ ଗୁଣ୍ଡ ଚିକେନ ମସଲା ଟିକେ ଟିକେ ପଡିବ। ଓକେ ଲଙ୍କା ଗୁଣ୍ଡ ଧନିଆ ଗୁଣ୍ଡ ହଳଦୀ ଗୁଣ୍ଡ ଚିକେନ ମସଲା ଆଉ କଣ ଚିକେନ ମସଲା ପକେଇଲେ। ଇଏ ପୁରା ମସଲା ଅଲଗା ପ୍ରକାର ଦେଖା ହଉଛି। ମାନେ ଯେମିତି ଆମର ଚିକେନରେ ଯେମିତି ପଡେ ଅଦା ରସୁଣ ପେଷ୍ଟ ଯେମିତି କରା ହୁଏ ସେମିତି ପକା ହେଇଛି। କସୁରୀ ମେଥି ପକେଇଛନ୍ତି ସେଥିରେ ପକେଇଛନ୍ତି। ଏଥିରେ ନର୍ମାଲ ଚିକେନ ମସଲା ଧନିଆ ଗୁଣ୍ଡ ଜିରା ଗୁଣ୍ଡ ସେତିକି ଆଉ କିଚେନ କିଙ୍ଗ ପକେଇନାହାନ୍ତି? ସେଟା ପକେଇନାହାନ୍ତି ଆପଣ? ଠିକ ଅଛି ରେଡି। ଓକେ ସେଟା ସେତେବେଳକୁ ଆପଣ କହିବେ। ଏଇଟା ଏବେଠୁ କହିଲେ କିଛି ଲାଭ ନାହିଁ। ଦର୍ଶକମାନେ ଜାଣିପାରିବେନି ଭାରି କନଫ୍ୟୁଜ ହେଇଯିବେ ଭାରି ଅସୁବିଧା ହବ। ଠିକ ଅଛି ଇଏ ଚାଲୁ ହେଇଗା ଇଏ ମସଲା କଷା ହବ। ଇଏ କଷା ହେଲା ପରେ କଣ ପଡିବ? କଣ ପଡିବ? ଚିକେନ ପଡିବ। ଓକେ ରେଡି ମଉସା ଜାଣି ଶୁଣି ବହୁତ କଥା ଲୁଚେଇ ଦଉଛନ୍ତି କହୁନାହାନ୍ତି ଡାକୁନାହାନ୍ତି। କଣ ଆପଣ ଗୁଜୁରାତି ପକେଇଲେ ଗୋଟେ ମାନେ ସେଟା ଆଗରୁ ପକେଇବାର ଥିଲା ପଛରେ ପକେଇଲେ ମନେ ପଇଲା ନା କଣ? ଓକେ ଯେତେବେଳେ ପକେଇଲେ ହବ ଆଉ। ଏତେ ବଡ କଡେଇରେ ପାଇଲାନି ହଉନି ନା? ଏ ଶୁଖିଯିଲା ହେଇଯିବ। ସେ କଷିଲେ ଏଟା ପାଣି ବାହାରିଗଲା ପରେ ସେ ମନକୁ ହେଇଯିବ ଠିକ। ଦି କିଲୋ ଜମା 2 କିଲୋ ସେ ଦେଇନି ତ ମତେ ଖୁସିରେ ଦେଇଦବ ନା କଣ? ଚିକେନ ଭାତଟା ହେଲାନି ତାହେଲେ? ଟିକେ ଭାତ ଟିକେ ଅଧିକ ନହେଲେ ଚିକେନ ଟିକେ ଅଧିକ ଯେହେତୁ ହେଇଯାଇଛି ଭଲ ଲାଗିବନି ନା କଣ? ଲାଗେ ଏମିତି ଚିକେନ ଅଧିକ ଅଛି ଭାତ ଅଳ୍ପ ଅଛି। କଣ ଛେନାପୋଡ ଖାଇଦେଲୁ? ଆଉ ଏତିକି କଣ ରଖିଛୁ? ଏଇଟା କଣ ଏମିତି କଣ ରଖିଛୁ ମୁଁ କିଛି ବୁଝିପାରିଲିନି। ମାନେ କିଛି ନାହିଁ ତା ଦେହରେ ଖାଲି ଯୋଉ କଳାଟା ବାକି ରଖିଛୁ କଣ ମୋ ପାଇଁ? କଣ ଗୋଟେ ତୁ ଗୋଟେ ମଣିଷ ତୁ ଗୋଟେ ପାଇଲାନି ଅଧିକ ହେଇଗଲା ଆଉ ନା? କି ସତରେ 2 କେଜି ବୋଧେ ନା? 2 କେଜି ନାଇଁ ମଶା ମୁଁ ଆକ୍ଚୁଆଲି 1.5 କେଜି ମାଗିଥିଲି ସେ ଭୁଲ ସେ ମତେ 2 କେଜି ଦେଇଦେଇଛି। ମୁଁ କଣ କରିବି କହିଲେ?
से दो मत कहला कि अधिक होगला नेबे मैं कहली हो दे दियंतु गली पड़ियो एपटा गली पड़ियो धोइले जेतले मु जानना नहीं केते अछि चिकन ସେଇଟା ତ ଆପଣଙ୍କର ଏକ୍ସପିରିଏନ୍ସ ଆଉ ଏକ୍ସପର୍ଟିଜ बनौतु किलो चिकन 1.5 किलो चिकन मैं जानी ସେଇଆ ଚାଲୁ ଆଉ ତାହେଲେ ଅଲଗା କ'ଣ ମସଲା ଆପଣ କରିବାର ଥିଲା ସେ ଯୋଉ ପୁଦିନା ଧନିଆ ମିଶେଇ କ'ଣ ସେଇଟା କରିନାହାନ୍ତି ଦେଖନ୍ତୁ ସେଇଟା ଗୋଟେ କରନ୍ତୁ ମୁଁ ଆପଣ ମନେ ପକେଇଦେଲି ଭୁଲି ଯାଇଥିଲି ମଶା ପୁରା ଅଟହାସ କରୁଛନ୍ତି ଆଉ ଏଇଟା ଗୋଟେ ବିରିୟାନୀ ଗ୍ଲାସକୁ ପକାଇବା ପାଇଁ ଅନିଅନ ଫ୍ରାଏ କରାହେଇଛି ପୁଦିନା ଆଉ ଧନିଆ ମିଶେଇ ଗୋଟେ ବଟା ହବ ସେ ବ୍ୟାଟରଟି ପକା ହବ ଚିକେନ କଷିଲା ବେଳେ ଏଇଟା ଏଇଟା କ'ଣ ପାଇଁ ପକା ହଉଛି ଏଇଟା ମାନେ ଏସେନ୍ସ ପାଇଁ ଗୋଟେ ବାସ୍ନା ଭଲ ବାସ୍ନା ଆସିବ ବିରିୟାନୀର ନା କ'ଣ ହଁ ଭାଇ ଭଉଣୀ ମାନେ ଗୋଟେ ଗଲତି ସେ ଗୋଟେ ଭୁଲ ଫଳଟି କହିଥିଲି ଏଟାକୁ କହନ୍ତି ଜାଇ ଫଳ ଯୋଉଟା ଘଷିବେ ଆପଣ ଯେତେବେଳେ ମ୍ୟାରିନେଟ୍ କରୁଥିବେ ଚିକେନ ଘଷିକି ତାକୁ ପକେଇଦେବେ तो ये बर्तमान आदि कौन कौन पड़ो मजा धनिया पत्र पुदीना धनिया पुदीना कंचा लंका दही ग्राइंडिंग हो ओके लंका लंका दौच लंका लंका गोटे बढ़िया पैकेट रे थिला बस लंका बेसी ना 3 लंका पकेबे बेसी ना दही दरकार क्यों एति दही जो ओके रेडी मौसा पूरा ध्यान मन देकी दही को बाहर कर ओके ताऊ ग्राइंड कराओ दर्शक बंधु मैंने ग्राइंड करी चिकेन कषला पकई देकी दम दिया बिरियानी करने आप देखिए आ ये रज कर तू कौन बुले आसिक रज कर कही चिकेन आने हैं तू एबे चिकेन तू एबे आनी था माने मौसा पुणी कौन वेट करता दिने वेट करिए कौन खाली आम पाक आसुन ना कौन आमरी पाक आसुन ना कौन आहरी 5-6टा काम दौरान तू जो कहलु बाहरली बाहरली कौन पे मिछ कहलु ट्राफिक माने एमती एमती बांग्लोर ना मु तो कहीं बांग्लोर एमती ट्राफिक देखनी तो 5टा बेले फोन करी ना ना तो 6टा बेले फोन करी तू आसी केतले पहुंचलु ना तो आसी पहुंचलु 8टा बेले पहुंचलु टाइम केते के एबे 8टा तू 7:30 पहुंच तू टाइम केते रही 7:54 मान तू 7:30 आसी पहुंचलु मान 6टा तो फोन कली हैं कोडी बोललु सेठी बोल तू बाट जान पाइलु तू बा एठी थिलु 4 वर्ष बेंगलोर थिलु 4 वर्ष गैप भी गला ना 4 वर्ष गैप हेला से भूली रास्ता भूली जो जा हो जो तू कौन फायर है कौन कौन टी कहते कारण टी कहते कौन है कौन है एक्चुअल कारण टी कहतु एक्चुअली कारण 2 किलो चिकन जगह धर नहीं 2 किलो चिकन आनी मत जड़े लगो मौसा पूरा फायर होती कौन मत कही 1400 कि 1200 चिकेन आने मुझे 2 किलो तो जगह धरुनी पुणी मसला से हिसाब से कम काम है बट स्टिल सब मौसा चलदेवे मस्त बनाती मौसा बेस्ट करदे ना मौसा भारी कष्ट हो ना कौन आदि बहे पानी बाहर ना कौन हाँ हम हम
ତ ମଉସା କଣ ପକେଇଲେ ଆପଣ ବିରିୟାନୀ ମସଲା ବିରିୟାନୀ ମସଲାଟା ପକେଇଛନ୍ତି ନା ମାନେ ଚିକେନ ମସଲା ତ ପକେଇଥିଲେ ଏବେ ବିରିୟାନୀ ମସଲାଟି ପକେଇକି କଷେଇଲେ ଏଇଥିରେ ନା ଠିକ ଅଛି ଦର୍ଶକ ବନ୍ଧୁ ଭାଇ ଭାଉଜ ଭଉଣୀ ମାନେ ସମସ୍ତେ ମୋଷ୍ଟଲି ଆମ ଘର ଲୋକ ପୁରା ଅନେଇକି ବସିଛନ୍ତି ଏ ଭିଡିଓଟା କେବେ ଆସିବ କଣ ଦେବି ରାଇତାଟା ରାଇତାଟା ଦେବି ଓକେ সেটা পকেইদেলে কଣ ଆମର ଯୋଉ ପେଷ୍ଟ କରିଥିଲେ ନାଇଁ ଦହି ପୁଦିନା ଧନିଆ ଲଙ୍କା ସେ ପେଷ୍ଟ ପକେଇକି ତାକୁ ତାପରେ ଘଣ୍ଟା ହବ ଏ ସବୁ କାରଣ ହଉଛି ଆମର ବିରିୟାନୀର ଗୋଟେ ଭଲ ବାସ୍ନାଟି ଏସେନ୍ସଟା ଆସିବ ଆଉ କେତେ ସମୟ ଲାଗିବ 15 ମିନିଟ୍ ହଁ ନାଇଁ ମ ସତରେ ମଉସା 15 ମିନିଟ୍ ଲାଗିବ ଚିକେନ ହେଇଗଲାଣି ଯାହା ମଉସା କହିବେ ଆଉ ଜାଇ ଫଳ ପକେଇଛନ୍ତି ସେଇଥିପାଇଁ ଫୁଲିଯିବ ନା କଣ ହଁ ସିଝିଯିବ ଜଲ୍ଦି ଓକେ ଜାଇ ଫଳ ପକେଇଲେ ସିଝିଯାଏ ହଉ ଆପଣ ମଉସା ସେଇ ଯୋଉ ଭାତଟା ସେମିତି ଥାଉ ନା ମିଶେଇବେ ଖାଲି ବାସ୍ନା ପାଇଁ ନା କଣ ଆଉ ଦହି ଦିଆହବ ଦମ ଦିଆହବ ତ ଓକେ ଓକେ ଆଗରୁ ଅଧା ବାହାର କରିଦେବେ ନା କଣ ତ ଏଇ ଚିକେନଟା ମାନେ ଦର୍ଶକ ଜାଣିବେ କେମିତି କେତେ କଣ ଚିକେନଟା ହେଲେ ସେମାନେ ଦମ ଦେବାକୁ ଆରମ୍ଭ କରିବେ 65% ଓକେ 65% ଲୁଣ ଫୁଣ ସବୁ ପକେଇ ଦେଇଥିବେ ଆଉ ଭାତରେ ତ ଲୁଣ ପକା ହେଇଥିଲା ଅଳ୍ପ ଟିକେ ଆଉ ଚିକେନରେ ଯୋଉ ଲୁଣଟା ପକାଅ କଣ ସ୍ୱାଦ ଅନୁସାରେ ଚିକେନ ହିସାବରେ ନା ଟିକେ ଅଧିକ ପକାଅ ଚିକେନ ହିସାବରେ ଠିକ ଅଛି ତ ଇଏ ଦମ ଦିଆ ହେବା ପାଇଁ ଇଏ ତାକୁ ଅଧା କରାହେଇଛି ଅଧାରୁ ଅଧିକ କଢା ହେଇଯାଇଛି ଏଇଠି ଚିକେନ ଗୁଡା ଦିଆ ହେଇଯିବ ତାପରେ ଯୋଉ ଭାତଟା ଦିଆହେଇଛି ଭାତଟା ଘୋଡ଼େଇକି ଥୁଆ ହେଇଯିବ ତାପରେ ତାକୁ ଦମ ଦିଆ ହେଇଯିବ ଆଉ ଦମ ଦେବା ପାଇଁ ଆମର ଗୋଟେ ବଢିଆ ଅଛି ଗୋଟେ ତାୱାଟି ସେ ତାୱାଟିକୁ ପୁରା ଗରମ କରାହବ ତା ଉପରେ ଥୁଆ ହେଇକି 10 ମିନିଟରୁ 15 ମିନିଟ୍ ଖଣ୍ଡେ ଥୁଆ ହବ ନା କଣ ଏହା ତ ମଉସା ଏ ଦେଖନ୍ତୁ ବାହାରିଲା ଆମର ଏ ହଉଛି ବଡ ଅସ୍ତ୍ର ଆମର ବିରିୟାନୀର ତାକୁ ଏବେ ଗରମ କରାହବ ଆଉ ଯୋଉ ପାଣି ଗୁଡା ଏ ପାଣି ଗୁଡା ବି ଯିବ ହଉ ଖୋଲା ଦେଲେ ପାଣିଟା ମରିଗଲା ପରେ ତାପରେ ଦମ ଦିଆହବ ଆଉ ନା କଣ ମାନେ ମୁଁ ଯୋଉ ଝୋଳଟା ଦେଖିକି ମୋର ଖାଲି ଟିକେ ଇଚ୍ଛା ହେଲା ଟିକେ ଚାଖିବା ପାଇଁ କେମିତି କଣ ଟେଷ୍ଟଟା ହେଇଛି ଆମେ ବି ଚାଖିଦେବା ଟିକେ ନା କଣ କହୁଛନ୍ତି ଦର୍ଶକ ଟିକେ ଚାଖିବା କଥା ନା ମୁଁ ଟିକେ ଚାଖି ଦଉଛି ଆଉ ରେଡି ରେଡି ଆଉ ବର୍ତ୍ତମାନ ଚାଖି ପାରିବେ ଆପଣ ଦେଖିବା ମଉସା ବଢିଆ ହେଇଛି ଓ ବଢିଆ ରୁଟି ମାନେ ପରଟାଟା ପୁରା ଉଡିଯିବ ଅଲଗା ପ୍ରକାର ଅଲଗା ମଉସା କଣ କହିଲେ ଆଉ ଗୋଟେ କୋଉନ କଣ ଲଛା ପରଟା କରିବେ କେଲା ପରଟା ଦେଖନ୍ତୁ ଆପଣମାନେ ଖାଲି ବ୍ଲଗ ଉପରେ ବ୍ଲଗ ଆସିବ ବୁଝିଲେ କି ମଉସା ହିଁ ଆଣିକି ଦେବେ ଆମକୁ ତ ଆପଣ ମଉସା ଆପଣଙ୍କ ସ୍ଥାନକୁ ଯାଆନ୍ତୁ ବୋଲି ଆମେ କିଣି କଥା ବଢିଆ ହେଇଛି ଟେଷ୍ଟ ପୁରା ଅଲଗା ପ୍ରକାର ବଢିଆ ଟେଷ୍ଟ ଏମିତି ଯଦି ଇଏ କରିକି ଯଦି ଖାଇବା ତ ଚିକେନ କଷାଟି କଣ ଖରାପ ଲାଗିବ ହେଲ୍ପ କଣ ଦରକାର ମଉସା ଆପଣଙ୍କୁ କଣ ମୁଁ କରିବି ट्रांसफर करा चिकेन को ज्योति आइल कैमेरा धर आई केमती थुआ मु धरी हेल्प कर थुआ ये अलसुआ तू ये कौन मैंने बुली कैमेरा ना कौन तू ये
ମଉସା ମୋ ପାଇଁ ରହିଲେନି ଆଉ ମଉସା କହିଦେଲେ ମୁଁ କରିଦେବି ଥାଉ ତଳେ ଲାଗିବନି ଆଉ ମଉସା କରିଦେଲେ ଆଉ ତୁ ଯୋଉ ଅଳସୁଆ ତୋ ଯୋଗୁ ନା ନା ମଉସା କରିଦେଲେନି ଏପଟେ ଥାଉ କିଏ ଜାଣିନାହାନ୍ତି କୋଟ ବି ସେ ଯୋଉ ହଁ ଚଟ ମଙ୍ଗନି ଚଟ ମଙ୍ଗନି ଜଟ ବି ନା କଣ ଏମିତି चट मंगनी पट बिहा हैं बिहा बिहा बोलते हैं उसको भाई विवाह तो ये बर्तमान है आउटे गरम करा हेतला आगुरु आउटे गरम करा हो एटा होची मेन कामटा बिरयानी करिवार एटा टी मनुष्य देखो समस्त आप सब मेन कामटा तो कम्प्लीटली कह चिकेन टा तले रहा ना कौन आउ ग्रेवी भी टिके रहा तले खोई दौना पुष्टि तार कौन व्यवस्था कर ना से कौन खाइब बहुत बिरियानी रहा ना सात जन खाइबे हाँ 10 जन खाइबे हौ तापर नेक्स्ट प्रोसेस कौन हो सर गार्निशिंग चल रहा ना हौ मौसा वहाँ कर ना कि दर्शक मैंने देखते मौसा बहुत बढ़िया बिरियानी बनाते माने आम बहुत बिरियानी खाऊ बांग्लोर माने गदाए लेखा बांग्लोर रे बिरियानी खाऊ बहुत रेस्टोरेंट बड़ बड़ रेस्टोरेंट खाऊ किंतु मत सब बेस्ट लगे आमर यही लक्ष्मीधर मौसाकर बिरियानी कहीं लगे तो पूरा बढ़िया लगे माने खाइला परे देह खराब हुए से हूँ कथा यहाँ कलर करने आप चल धंदा गोटे बीट बास्ना पलि आस बहुत होगा मौसा था पकाते ना बेसी आप कलर करें केसर ना आप मत मौसा कही था ना केसर नहीं जाते तो एमती दम दिहब से था घी घी पकईले मौसा मौसा घी पकई ना के पकईले भात कला बेले भात कला बेले मौसा घी कर घी पकईले घी पकाते मौसा एमती के मिस्टेक गोटे केवड़ा वाटर बिरियानी बास्ना आसापी दर्शक मैंने देखते मोस्टली आमर सब बिरियानी जहाँ सब प्रोसेस अच्छी सब प्रोसेस हो रेसिपीटा कम्प्लीटली आप देखते जदि आप रेसिपीटी भल लगे आप कमेंट रे मत कहे जदि किसी आप निजे किसी आप आइडिया अलग किसी अच्छी मोटिवेशन पे से कहे कि मौसा आपणे कारण मौसा आम बेस्ट कर बिरियानी आप जानी ना आप जानी ना बिरियानी ताले एठू देखो बहुत बढ़िया बिरियानी आप बन पारे प्रोसेस टी फॉलो करी बैंगलोर जो मैंने अच्छा इंजीनियर्स माने कि जो मैंने दरकार कुक मौसा को कांटेक्ट करेंगे डिस्क्रिप्शन में मौसा नंबर टी थी आउ किसी पार्टी फार्टी करेंगे मौसा आप किसी कहतु पदे तो कह पड़ो आप प्रमोशन करेंगे ना आपको कौन टी कहतु पार्टी फार्टी हेले पार्टी फार्टी हेले कॉल करेंगे तो मौसा भी बढ़िया पूरा रोसे बस पूरा माने आपड़ जिते 20-25-30 लोक रोसे करा चाहिए मौसा भी करदे पारे आगे डिश पिश भी अच्छी से करदे पारे डिस्क्रिप्शन में आप मौसा कांटेक्ट नंबर आप पाइबे कौन कहले मौसा आप 15 मिनट 15 मिनट दम रे दिया ना कौन आप कह चले
ଠିକ୍ ଅଛି। ତ ସେମିତି ଦର୍ଶକ ମାନେ ଆପଣ ଯଦି ବାଙ୍ଗାଲୋରରେ ଅଛନ୍ତି ପୁଣି ଥରେ କହିଦେଉଛି, ଆପଣ ଯଦି ରୋଷେଇଆ ଦରକାର ଆପଣମାନେ କଣ୍ଟାକ୍ଟ କରିପାରିବେ। ମୋ ସାଙ୍ଗ ନାଁ ହେଉଛି ଲକ୍ଷ୍ମୀଧର ମଉସା। ଦମ୍ରେ ଲାଗିଛି ଆଉ ମୋ ସାଙ୍ଗ କଥା ହିସାବରେ 15 ମିନିଟ୍ ପରେ ଆମେ ବନ୍ଦ କରିବୁ। ମଉସା ଆସିକି ଶୁଣୁଛନ୍ତି ପାଣି ଚଡ଼ଚଡ଼ ହେଉଛି କି କ'ଣ ହେଉଛି। ଇଏ କ'ଣ ଏଇଟାର କନସେପ୍ଟଟା ଟିକେ ମଉସା କହିଦିଅନ୍ତୁ, ଦର୍ଶକମାନେ ଜାଣିବେ ନା ନାଇଁ। କ'ଣ କେତେବେଳେ ଆମେ ଗ୍ୟାସ୍ଟି ବନ୍ଦ କରିବା? 15 ନା କେମିତି ଜାଣିବା ଆକ୍ଚୁଆଲ, ସେମିତି କେମିତି ଜାଣିବା? ଯୋଉ କାନ ଦେଇକି ଶୁଣୁଛନ୍ତି ସେଟା କ'ଣ? ତାର 3ଟା ପ୍ରୋସେସ ଅଛି। ଗୋଟେ ହେଲା ଆବାଜରୁ ଜାଣି ହବ, ଗୋଟେ ହେଲା ବାଷ୍ପରୁ ଜାଣି ହବ। ଏଇ ଦିଟା ତ କେମିତି କ'ଣ ବାଷ୍ପଟା କେମିତି କ'ଣ? ଉପରେ ପୁରା ବାଷ୍ପ ହେଇକି ବାହାରିବ। ଓକେ, ତାହେଲେ ସେ ବନ୍ଦ କରିଦେବେ ଆପଣ। ଭାତ ଯଦି ସାଉଣ୍ଡଟା ହବ, ପାଣି ଥିଲେ ଆବାଜ ଅଲଗା, ପାଣି ଶୁଖିଗଲା ପରେ ଆବାଜ ଅଲଗା। ହଁ ଆବାଜ ଆସିବ। ଓକେ, ତ ଆପଣ ଦର୍ଶକ ଯଦି ବୁଝି ନ ପାରିଲେ ମତେ କମେଣ୍ଟରେ ଜଣେଇବେ, ମୁଁ ତ ବୁଝିଗଲି। ତାହେଲେ ଆଉ 15 ମିନିଟ୍ ପକ୍କା 15 ମିନିଟ୍ ଠିକ୍ ଅଛି। ଆସିକି ପହଞ୍ଚିଗଲ। ଆଉ ଲିପିକା ମାନେ ବିରିୟାନୀ ଖାଇବ ବୋଲି କ'ଣ ହଉଛନ୍ତି ଲୋ ମାଲୋ? ତମର ତ ଶନିବାର, ତାଙ୍କର ତ ଶନିବାର ନୁହେଁ ନା? ଥକିଗଲା କି ତମେ ଥକିଗଲ? ମାନେ କିଛି କହିବ କି ତମେ? ପଦେ ବିପଦ ବିରିୟାନୀ ଖାଇବାକୁ ଆସିଛ? ଆମେ ଆଇଛୁ, ଆମର ଗୋଟେ ଓଡିଶାରୁ ଜଣେ ବନ୍ଧୁ ଆସିଛନ୍ତି, ତାଙ୍କୁ ଦେଖା କରିବା ପାଇଁ ଆସିଛୁ। ସତ୍ୟ, ତମେ କାଲି ଦେଖା କରିଥିଲ, ଲୁଡୁ ଖେଳୁଥିଲ, ହାରିଥିଲ। ଏଇଟା କଣଟା? ଏ କ'ଣ ଗୋଟେ ସିକ୍ରେଟ ଜିନିଷ ତମେ ଲୁଚେଇକି ରଖୁଛ? କହିବନି? ହଉ ଠିକ୍ ଅଛି। କ'ଣ କି ଆରେ ଇଏ ଅନ୍ଧାରେ କିଛି ଦେଖାଉନି, ଜ୍ୟୋତ ଦେଖାଯାଉନି। ମଉସା ତାହେଲେ ଆପଣଙ୍କ ବିରିୟାନୀ ବ୍ୟବସ୍ଥା ଟିକେ କରିଦବା। ଆସନ୍ତୁ ଦେଖିବା ଟିକେ ମଉସା। ନା ତାଙ୍କୁ ଦେଖିଦେଲେ ମଉସା ଆସନ୍ତୁ, ବିରିୟାନୀଟା ଟିକେ ସାଇଜ୍ କରିଦବା। କେତେ ଜଣ ବିରିୟାନୀ ଖାଇବେ? ଖାଇବେ ବହୁତ ପିଲା ଖାଇବେ। ୟେସ୍, ମଉସା ନେବେ ଟିକେ। ମଉସା ଆସନ୍ତୁ। ଠିକ୍ ଅଛି, ହେଇଛି 7 ଜଣ ପାଇଁ ହେଇଛି। ଆସିବେ ସବୁ? ନାଇଁ, ଆମେ 4 ଜଣ, ମଉସା ନେବେ। କାଲି ପୁଣି ଆମେ ଖାଇବା। କାଲି ମଟନ ହଉଛି? ହଁ, ମାନେ କାଲି ରହିଥିବ, ଏଇଟା ଖାଇବା ଆଉ କ'ଣ। ଠିକ୍ ଅଛି, ତମେ ଟିକେ ଗୋଟେ କାମ କଲ ଆସିଲ ଏଠି ମଉସାଙ୍କ ପାଇଁ ଏଇଠି ଗୋଟେ ଡବାଟା ଅଛି, ସେ ଡବାଟା ବାହାର କଲ। ହଁ, ତା ଦେହରେ ବିରିୟାନୀ ନେବେ ମଉସା। ହଉ, ସେ ବିରିୟାନୀଟା ଖୋଲ ଦେଖିବା ନା, ଖୋଲ ଟିକେ ଦେଖେଇଦବା, ଦର୍ଶକମାନେ ଦେଖିବେ ଟିକେ। ବିରିୟାନୀ ମସ୍ତ ଓ ମାଇ ଗଡ୍, ଟିକେ କିଛି ଟିପ୍ପଣୀ କ'ଣ କହିଲ? ଭଲ ବାସୁଛି, ଅଥେଣ୍ଟିକ। ମଉସା ବେଷ୍ଟ କରନ୍ତି। ଆଉ ତାହେଲେ ତାଙ୍କୁ ଏଇଟା ଟିକେ ଧୋଇଦିଅ, ମଉସାଙ୍କୁ ଦେଇଦବା। ମଉସା ଯିବେ, ତାପରେ ଆମେ ଲାଇନ୍ ଆସିଲେ କି କ'ଣ କେମିତି କ'ଣ ଖାଇବା ଗୋଟେ ଆଉ। ହଉ ଠିକ୍ ଅଛି। ତାହେଲେ ମଉସା ଏବେ ବତେଇବେ କେମିତି ବିରିୟାନୀଟା ବଢ଼ା ହବ। ମତେ କହିଦେଲେ, ଦର୍ଶକମାନଙ୍କୁ କହିଦେଲେ ମଉସା, ଆପଣ ପୁରା ଭିଡ଼ିଓରେ ମଉସା ଆପଣ ବେଶୀ ଅଛନ୍ତି। ଆପଣ ଟିକେ ମୁହଁ ଖୋଲିକି କିଛି କୁହନ୍ତୁ କିଛି। କ'ଣ କହିବା, ବିରିୟାନୀ ବଢ଼ିଆ କଥା। ତାହେଲେ ବିରିୟାନୀଟା କେମିତି ବାଢ଼ିବା ଟିକେ କୁହନ୍ତୁ। ମାନେ ଏମିତି ଟିକେ ତଳୁ ଟିକେ ବାହାର କରିବାକୁ ପଡିବ ନା କ'ଣ? ଟିକେ ସାଇଡ୍ କରିଦେବେ। ଏ ସବୁ ଚିକେନ ବାହାରିଲାଣି ଦେଖିପାରୁଥିବେ ଆପଣମାନେ। ଏଇଟା ଆଳୁ ପ୍ଲସ୍ ଚିକେନ ଗଲା। ଓକେ, ମୋତେ ସଫିସିଏଣ୍ଟ ନେବେ। କ'ଣ କହିଲେ? ଆମକୁ ବହୁତ ସଫିସିଏଣ୍ଟ, ଆମେ ଖାଇପାରିବୁନି, ଆମର ବଳିବ ବହୁତ। ଆପଣ ଜାଣିଛନ୍ତି ଆମେ କେତେ ଖାଉଛୁ। ତ ଆପଣମାନେ ଦର୍ଶକମାନେ ଦେଖିପାରୁଥିବେ କେମିତି ବଢ଼ା ହେଉଛି। ଏମିତି ବାଢ଼ିବେ, ଜମା ଗୋଳେଇ ଘାଣ୍ଟିବେନି, ଯାହାଫଳରେ ଆପଣ ଭଲସେ ବିରିୟାନୀଟିକୁ ଖାଇପାରିବେ। ନହେଲେ ଆପଣ କହିବେ ଯେ ଭାତ ଚିକେନ ଗୋଳେଇକି ଖାଇଲୁ ଆମେ। ଓକେ, ତ ଏମିତି ମିଶାମିଶି। ଆପଣ ସେ ଯୋଉ ବିଟ୍ ଯୋଉ ପକେଇଥିଲେ କଲର କୁଆଡ଼େ ଗଲା? ଓକେ, କିନ୍ତୁ ଦର୍ଶକମାନେ ବହୁତ ବଢ଼ିଆ ବିରିୟାନୀ ଆପଣ ବହୁତ ବନାନ୍ତି। ମୋତେ ତ ଟେଷ୍ଟ ବଢ଼ିଆ ଲାଗେ। ଆଜି କାରଣ ଟିକେ ହ୍ୱାଇଟିସ୍ ଲାଗୁଛି ନା ମଉସା?
ତଳେ ଅଛି ତଳେ ଅଛି ସାଇଟ୍ ଆଇଛି ବାସ୍ 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 ଚିକେନ ପୁରା ସିଝି ହେଇଛି ଆପଣ ଦେଖୁଥିବେ ଛିଣ୍ଡି ଚିକେନ ଛିଣ୍ଡି ଯାଉଛି ବହୁତ ପରଫେକ୍ଟ ହଁ ପରଫେକ୍ଟ ମୋର ଏତିକି ହେଇଯିବ ଖାଇ ହବ ନା ତମ ବଢିଆ ହବ ଆମର ବହୁତ ହବ ଆପଣ ଆହୁରି ନିଅନ୍ତୁ ମଉସା ମୁଁ ଆହୁରି ଖାଲି ଭାତ ନେବି ହଁ ହଁ ନିଅନ୍ତୁ ମଉସା ଓ ମଉସା ଆମର ରେଡି ଆମର ପୁଣି ଖାଇବା ତାପରେ ଆମର ରେଡି ହବ ଲାଇନ କିନ୍ତୁ ପଳେଇଛି ତ ଦୋଷ ମାନେ ଆମେ ଖାଇଲା ବେଳେ ଭିଡ଼ିଓ ଆପଣଙ୍କୁ ଦେଖେଇବୁ ସେଇଟା କଣ ହଉ ଚାଲିଛି ସେପଟରେ ପୁରା ଚାଟ୍ ମସଲା ଆଉ ଇଏ ମସଲା କଣ ପଇଲା ବ୍ଲାକ୍ ସଲ୍ଟ ବ୍ଲାକ୍ ସଲ୍ଟ ମିଶିକି ପଇଲା ମିଶିକି ପଇଲା ଖାଲି ସେଇଟା ଦେଖିବୁ ନା ଆବେ ଏଇଗୁଡ଼ା କଣ ଇଏ ଦେଖିବୁ ସିଏ କଣ କରୁଛି ରୋହିତ ମୁଁ ବନେଇଛି ବନେଇବାକୁ ଦେ ଏପଟେ ବିରିୟାନୀ ଯୋଉଟା ଚାଲିଛି କଣ ଜ୍ୟୋତି କଣ ତୁ କିଛି କହିବୁ କହୁନୁ କଣ ନହେଲେ ବେଙ୍ଗ ମଳା ହେଇଛି ଏଇଟା ତ ସବୁ ଇଏ କରିବୁ ତୁ। କିଛି କାଟିବିନି ମୁଁ କିଛି କାଟିବିନି ଡାଇରେକ୍ଟ ପକେଇ ଦଉଛୁ ନା ସବୁ ଡାଇରେକ୍ଟ ପକେଇବି ବଢିଆ ତାହେଲେ ମାନେ କଣ କଣ କିଶୋର ଦୋଷ କିଛି କହିବ କି ନା ବିରିୟାନୀ ଟା ଭଲ ବାସୁଛି ବାସୁଛି ରାଇସ୍ ଭଲ ଲମ୍ବା ଲମ୍ବା ଅଛି ଆଉ ରାଇତାଟା ମୁଁ ବନଉଛି ରାଇତାଟା ବନଉଛି ମୁଁ ଦେଖେ ରାଇତାଟା କେମିତି ବନା ହୁଏ କେମିତି ବନା ହୁଏ ସବୁ କଟାକଟି ଥୁଆ ହେଇଥିଲା ଦହି ପକେଇଦେଲି ଆଉ ବ୍ଲାକ୍ ସଲ୍ଟ ଆଉ ଚାଟ୍ ମସଲା ପଡ଼ିଯାଇଛି ଚାଖିଦେବି କେମିତି କଣ ହେଇଛି ସ୍ୱାଦ ଅନୁସାରେ ଲୁଣ ଟିକେ ପକେଇଦେବି ତାପରେ ତ ବିରିୟାନୀ ସହିତ ଅଛି ଆମର ଗ୍ରେଭି କଢା ହେଇଛି ଗ୍ରେଭି କଢା ହେଇକି ରଖା ହେଇଛି ଓ ଗ୍ରେଭିଟା ଦେଖେଇଦେବା ଟିକେ କିଷାନ ଟିକେ ଗ୍ରେଭିଟା ଦେଖେଇଦେଲ ଏଇଟା ଆପଣଙ୍କର ଗ୍ରେଭିଟା ଦେଖେଇଦେଲ ଏଇଟା ଲାଗୁଛି ଏଇଟା ହଉଛି ଗ୍ରେଭିଟା ଗ୍ରେଭିଟା ଦେଖେଇଦେଲ ମାନେ ଦେଖା ହଉଛି ଏମିତି ବଟ୍ ସେ ଆକ୍ଚୁଆଲି ମସ୍ତ ଜିନିଷଟା ତେଲ ଉପରେ ଦେଖା ହଉଛି ଆକ୍ଚୁଆଲି ଏଇଟା ଲାଗୁଛି ଏଇଟା ଆମ ଟିଫିନ୍ ବୋଧେ ୟେସ୍